অনুকষ্ট কর দূর শুনি রখ কর্ণর প্রতিজ্ঞা সমুখ সময় হত করিবি অর্জুন ও হা 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 ও হা 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 ও হা 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 বইলু যে মুই ওটে সারথীর সুত এর অর্থ মো ঠারু শুণ জন্ম মোর দৈবর বিধান শক্তি ওটে মোর আয়ত আস আস মো কর রণ তু তু কেতবে আসিলুনি তু আম আখেড়া ঘরে কম করছু কଣ କହିଲୁ এইটা ତମ ଆଖେଡା ଘର কথা করিকি দেখ ভাই কর্ণবোধ কিছু না একটা রিহর্সাল হচ্ছিল তো ভাবিদেলি ଭାବିଦେଲୁ ଏଇଟା କୁରୁକ୍ଷେତ୍ର ଆଉ ତୁ ମହାମାନି ଦୁର୍ଯ୍ୟୋଧନ ଏ ଭଜିଆ ଭଜିଆ ଜଗା ଭାଇ ତୁ ପୁଣି ମତେ ଭଜିଆ ଡାକିଲୁ ମୋର ପ୍ରେଷ୍ଟିଜ ବୋଲି କିଛି ଅଛି କି ନାହିଁ କହିଲୁ ମତେ ଟିକେ ମଡର୍ନ ଷ୍ଟାଇଲ ଡାକୁନୁ ଯେମିତି କି ଶକ୍ତିମ୍ୟାନ ସ୍ପାଇଡରମ୍ୟାନ ସୁପରମ୍ୟାନ ସେମିତି ଭଜମନ ଡାକିଲା କଣ ନା ଭଜିଆ ମତେ ଗୋଟେ ମଡର୍ନ ଷ୍ଟାଇଲ ନାଁରେ ଡାକିବି ମୁଁ ନାଇଁ ହଁ ଆଚ୍ଛା ଭଜମନ ଟିକେ ଏଠିକି ଆସିଲ ଭଜମନ ଟିକେ କହିଲ ଆମ ସାଗର ଶାମୁକା କୁଆଡେ ଯାଇଛନ୍ତି ମୁଁ ତତେ କଣ ପାଇଁ କହିବି ତତେ ନ କହିବା ପାଇଁ ସେମାନେ ମତେ ମନା କରିଛନ୍ତି କଣ କହିଲୁ ସେମାନେ ତତେ ମନା କରିଛନ୍ତି ମୁଁ କଣ ସେଇଆ କହିଲି କି ଆରେ ମୁଁ ଦେଖୁଛି ଏଇଟା ପକ୍କା ଗାଲୁଆଟା ଆଉ ଭାଇ ସେ ଗାଲୁଆ ଫାଲା ମତେ କିଛି କହିବୁନି ମୁଁ କଣ ବିଲୁଆ ନା ସିଆଡେ ତୋ ଦେହରେ ବୁଲୁଛି ହଉ ହେଲା ଭଜମନ ତୁ ବିଲୁଆ ନୁହେଁ କି ତୁ ଗାଲୁଆ ନୁହେଁ ଏଥର ତ କହ ସାଗର ଶାମୁକା କୁଆଡେ ଯାଇଛନ୍ତି ମୁଁ ସମୁଦାୟ କହିବୁନି ତୁ ତ କେବେ ଟଙ୍କାରେ ଦଉନି ତତେ ମୁଁ କଣ ପାଇଁ କହିଯିବି ସାଗର ଭାଇ ଆଉ ଶାମୁକା ଦିଦି ମତେ ଚକୋଲେଟ ଦେଇଛନ୍ତି ତତେ ନ କହିବା ପାଇଁ କଣ କହିଲୁ ସେମାନେ ତତେ ଚକୋଲେଟ ଦେଇଛନ୍ତି ମତେ ନ କହିବା ପାଇଁ ମୁଁ କଣ ସେଇଆ କହିଲି କି ମୁଁ ଯାହା ଦେଖୁଛି ତୁ ଜମା ମାନିବୁନି ଦି ଚାରି ଚାପଡ଼ା ବସେଇଲେ ତୁ ଠିକ ସାଇଜ ହେଇଯିବୁ ଏଇଠିକି ଆ ଏଇଠିକି ଆ ସତ କହ ମାରନି ମାରନି କହୁଛି ମାରନି ମତେ ଟୋଟାଲି ମାରିବିନି କୁଆଡେ ଯାଇଥିଲ ତମେ ଫସିଗଲା ରେ ଫସିଗଲା ଅଭିମନ୍ୟୁ ଚକ୍ର ବିହରେ ଜଗାଇ କର୍ଣ୍ଣ ଜଗାଇ ଅଭିମନ୍ୟୁ ନୁହେଁ କର୍ଣ୍ଣ ଫସିଗଲା ଭଜିଆ ନୁହେଁ ସାଗର ଭାଇ ଫସିଗଲା ଓହୋ ମୋର ସବୁ ଗଡ଼ବଡ଼ ହେଇଯାଉଛି ମୁଁ ଯାଉଛି ମୁଁ ପାଟ ଘଷିବି ବାମ୍ଫ ନିଅ ଥର ମୁଁ ପଚାରୁଛି ତମେ ଦି ଜଣ କୁଆଡେ ଯାଇଥିଲ ଏ ବାବା ବାବା କଣ ହଉଛ ମୁଁ ପଚାରୁଛି ବା ତମେ ଦି ଜଣ କୁଆଡେ ଯାଇଥିଲ ସେ ହାତରେ କଣ ଧରୁଛ ସେ ହାତରେ କଣ ଧରୁଛ କଣ ଧରୁଛ ସେ ହାତରେ କଣ ଧରୁଛ ସେ ହାତରେ ତମ ଦେହରୁ ଝାଳ ବାହାରୁଛି ତମ ହାତରୁ ରକ୍ତ ବାହାରୁଛି ସତ କହ ତମେ କୋଉ ଦି ଜଣ କୁଆଡେ ଯାଇଥିଲ କୁଆଡେ ଯାଇଥିଲ ତମେ ମୁଁ ମାଟି ଖୋଳିବାକୁ ଯାଇଥିଲି କଣ କି ଆମ ବସ୍ତି ଆଗ ଦେଇ କିଛି ଲୋକ ମାଟି କାମ କରିବାକୁ ଯାଉଥିଲେ ମୁଁ ଶାମୁକାକୁ କହିଲି କାହିଁକି ବସିବା କହୁନୁ ଆମର ତ ପାଠ ସାଠ ସବୁ ସରିଗଲାଣି ଚାଲ ମୁଁ ମାଟି ଖୋଳିଦେବି ଆଉ ତୁ ମାଟି ବୋହିନୁ କିଛି ନହେଲେ ତ 2 ପଇସା ମିଳିଯିବ ଆଉ କଣ ହଁ ସାନ ଭାଇ କଥା ମତେ ଠିକ ଲାଗିଲା ମୁଁ ଭାବିଲି ବଡ ଭାଇ ତ ସବୁବେଳେ କାମ କରୁଛି ଆଜି ଆମେ ଦି ଜଣ ସାଙ୍ଗ ହେଇ କାମ କରିଲେ ବଡ ଭାଇ କାନ୍ଦ ଟିକେ ହାଲକା ହେଇଯିବ ଭଲ କରିଛ ରେ ତମେ ଦି ଜଣ କାମ କରିବାକୁ ଯାଇ ବହୁତ ଭଲ କରିଛ ଆରେ ମୁଁ ତ ଗରିବଟା ତମେ ଦି ଜଣ କାମ ନ କଲେ ମୁଁ ତମକୁ କେମିତି ପୋଷିବି ଆରେ ଜୀବନରେ ଅନେକ ଥର ଚିନ୍ତା କରିଛି ତମକୁ ଏସପି ପୋଲିସ କରିବି ବୋଲି ଆରେ ଦୋଷଟା ତମର ନୁହେଁ ରେ
ଦୋଷଟା ହଉଛି ମୋର। କାହିଁକି କାହିଁକି ଜାଣିଛ? ନଦୀ ପାଣି ଯଦି ତା କୂଳ ଲଙ୍ଘି ଗାଁ ଗଣ୍ଡା ଆଡ଼କୁ ମାଡ଼ି ଆସେ, ସେଥିରେ ପାଣିର କିଛି ଦୋଷ ନଥାଏ। ଦୋଷ ଥାଏ ସେ ନଈର। କାହିଁକି ନା ନଈ ତା ବନ୍ଧକୁ ଯେତିକି ମଜବୁତ କରିବା କଥା ସେ ସେତିକି କରିନଥାଏ। ରାସ୍ତା କଡ଼ରେ ଯାଉଥିବା ବାଟୋଇଟା ତା ଭଙ୍ଗା ଚାଳ ଘରକୁ ଛାଡ଼ି ଯଦି ରାସ୍ତା କଡ଼କୁ ଆଶ୍ରୟ ନେବା ପାଇଁ ଚାଲି ଆସେ, ସେଥିରେ ବାଟୋଇର କିଛି ଦୋଷ ନଥାଏ। ଦୋଷ ଥାଏ ସେ ଭଙ୍ଗା ଚାଳ ଘରର। କାହିଁକି ନା ବାଟୋଇ ସେ ଭଙ୍ଗା ଚାଳ ଘର ଛାତକୁ ଯେତିକି ମଜବୁତ କରିବା କଥା ସେ ସେତିକି କରିନଥାଏ। ଆରେ ମୁଁ ତ ଗରିବଟା, ତମମାନଙ୍କ ସ୍ୱପ୍ନ ମୁଁ କେମିତି ପୂରଣ କରିବି? ହେ ବନ୍ଧୁ, ଆରେ ତୁ ପରା ମୋ ଦରିଆ କୂଳର ଦରାଦୀ ବନ୍ଧୁ। ଆରେ କେମିତି ଜୀବନ ସାରା ମତେ ଖଟେଇ ତ ମନ ବୁଝିଲାନି ଯେ ଶେଷରେ ମୋ ଭାଇ ଭଉଣୀ 2 ଜଣକୁ କାମ କରିବାକୁ ପଠେଇ ଦେଲୁ। କାହିଁକି ବନ୍ଧୁ, କାହିଁକି? ଆରେ ତୁ କଣ ତୋ ଭାଇ ଭଉଣୀକୁ କେବେ କାମ କରିବା ପାଇଁ ପଠେଇଛୁ? ତୁ କଣ ତୋ ବଳିଆ ଭାଇକି କହିଛୁ ତା ବିଲରେ କାମ କରିବୁ ବୋଲି? ତୁ କଣ କେବେ ତ ସୁଭଦ୍ରା ଭଉଣୀକୁ କହିଛୁ ଯା ବାବୁ ଘରେ କାମ କରି ପଇସା ଆଣିବୁ ବୋଲି? ଆରେ ତୁ ଯଦି ତୋ ଭାଇ ଭଉଣୀକୁ ମନ୍ଦିରରେ ରଖିପାରୁଛୁ, ମୋ ଭାଇ ଭଉଣୀକୁ ତୁ କାମ କରିବାକୁ ପଠେଇଲୁ କେମିତି?